ନମସ୍କାର। ଆମେ ଭିଓ କଟ୍ ଅଫ୍ ପ୍ରବେଶ କରୁଛୁ। ଆମେ ସକ୍ରିୟ ଋଣ ପର୍ଯ୍ୟନ୍ତ ପ୍ରବେଶ କରିସାରିଛୁ। ପରବର୍ତ୍ତୀ ବିକଳ୍ପ ହେଉଛି ସଦସ୍ୟମାନଙ୍କଠାରୁ ଗ୍ରହଣ କରିବା। ଏଠାକାର ସଦସ୍ୟମାନେ ସ୍ୱୟଂ ସହାୟକ ଗୋଷ୍ଠୀ। ତୁମେ ଏସ୍ଏଚ୍ଜିରୁ ଯାହା ପାଇଛ ତାକୁ ଭିଓରେ ପ୍ରବେଶ କରିବାକୁ ପଡ଼ିବ। ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ଏଠାରେ ଆପଣ ଡ୍ରପଡାଉନରୁ ଏସ୍ଏଚ୍ଜି ଚୟନ କରିପାରିବେ। ଏକତା ପାଣ୍ଠି ଉତ୍ସ ଆମେ ଯାହା ପାଇଲୁ ତାହା ଏଠାରେ ଅଛି। ସେୟାର କ୍ୟାପିଟାଲ ଧରିନିଏ ଯେ ଜଣେ ବ୍ୟକ୍ତି 500 ଟଙ୍କାର ଅଂଶ ନେଇଛନ୍ତି। ଆମେ ଏହାକୁ ସଂରକ୍ଷଣ କରିବୁ। ଆମର ତଥ୍ୟ ସଞ୍ଚିତ ହୋଇଯାଇଛି। ସେହିପରି ଅନ୍ୟ ଏସ୍ଏଚ୍ଜି ଗୁଡ଼ିକରୁ ଯାହା ବି ରସିଦ ଆସିଛି କିଓ ତାହା ପ୍ରବେଶ କରିପାରିବେ। ପରବର୍ତ୍ତୀ ଟ୍ୟାବ୍ ହେଉଛି ସଦସ୍ୟଙ୍କୁ ଦେୟ ଦିଆଯାଇଛି। ସଦସ୍ୟଙ୍କୁ କ'ଣ ଦିଆଯାଇଥିଲା? ଏଠାରେ ସଦସ୍ୟ କେବଳ ଏସ୍ଏଚ୍ଜି କାରଣ ଭିଓରେ କେବଳ ଏସ୍ଏଚ୍ଜି ସଦସ୍ୟ ଅଛନ୍ତି। ମୁଁ ଟ୍ୟାବ୍ ଉପରେ କ୍ଲିକ୍ କରିଛି ଏବଂ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରି ଆମେ ଭାରତୀୟ ଏସ୍ଏଚ୍ଜିରେ ସଦସ୍ୟଙ୍କୁ ଦେୟ ଚୟନ କରୁଛୁ। ପାଣ୍ଠି ଉତ୍ସ ଏଠାରେ ଅନେକ ପାଣ୍ଠି ଉତ୍ସ ଦିଆଯାଇଛି। ଆପଣଙ୍କର ଯେକୌଣସି ପୋଷ୍ଟ କରାଯାଇଥିବ ଆପଣ ଭିଓ ମାଧ୍ୟମରେ ଏସ୍ଏଚ୍ଜିରେ ପ୍ରବେଶ କରିପାରିବେ। ମୁଁ ଏକ ଷ୍ଟାର୍ଟ ଅପ୍ ପାଣ୍ଠି ଚୟନ କରୁଛି। ଭିଓରୁ ଏସ୍ଏଚ୍ଜିକୁ 2,500 ଟଙ୍କା ଆସିଛି। ତୁମେ ବିବରଣୀଗୁଡ଼ିକୁ ସେଭ୍ କରିବ। ଏହିପରି ଭାବରେ ଆପଣ ପ୍ରବେଶକୁ ସଂରକ୍ଷଣ କରିପାରିବେ। ସମସ୍ତ ଏଣ୍ଟ୍ରିଗୁଡ଼ିକୁ ସେଭ୍ କରିବା ପାଇଁ ପ୍ରକ୍ରିୟା ସମାନ ହେବ। ଆପଣଙ୍କୁ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ ଏବଂ ଏସ୍ଏଚ୍ଜି ଚୟନ କରିବାକୁ ପଡ଼ିବ। ଆପଣଙ୍କୁ ଡ୍ରପ୍ ଡାଉନ୍ରୁ ବନ୍ଧୁ ଉତ୍ସ ଚୟନ କରିବାକୁ ପଡ଼ିବ, ପରିମାଣ ଲେଖିବାକୁ ପଡ଼ିବ ଏବଂ ବିବରଣୀ ସେଭ୍ କରିବାକୁ ପଡ଼ିବ। ଏହିପରି ଭାବରେ ଆପଣ ସମସ୍ତ ଏଣ୍ଟ୍ରିଗୁଡ଼ିକୁ ସଂରକ୍ଷଣ କରିପାରିବେ। ଚାଲ ଫେରିଯିବା। ସଦସ୍ୟମାନଙ୍କଠାରୁ ଗ୍ରହଣ କରାଯାଇଥିବା ଏବଂ ଦେୟପ୍ରାପ୍ତ ସଦସ୍ୟମାନେ ପ୍ରବେଶ କରିଛନ୍ତି। ଧନ୍ୟବାଦ।